ଗଞ୍ଜାମର ହଜାର ହଜାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। 25 ବର୍ଷର ସରକାର ଲୋକମାନଙ୍କୁ ରୋଜଗାର ଯୋଗାଇ ଦେଇପାରିଲା ନାହିଁ। ଏପରିକି ମତ୍ସ୍ୟଜୀବୀମାନେ ମଧ୍ୟ ବର୍ତ୍ତମାନ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ନୂତନ ସରକାର ଉପରେ ଭରସା କରି ରହିଛନ୍ତି। ଏ ହେଉଛି ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଥିବା ଜଳଭଣ୍ଡାର। ଜଳଭଣ୍ଡାର ଉପରେ ନିର୍ଭର ରହୁଥିବା ମତ୍ସ୍ୟଜୀବୀମାନେ ଏବେ ଦୁର୍ଦ୍ଦିନରେ। ଜଳଭଣ୍ଡାରରେ ଦଳ ଓ ପଙ୍କ ଭର୍ତ୍ତି ହେବାରୁ ମାଛ ଆଉ ଜାଲରେ ପଡ଼ୁନି, ଫଳରେ ଦାଦନ ମୁହାଁଇବେ ମତ୍ସ୍ୟଜୀବୀ। ତେବେ ଡ୍ୟାମର ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଅନୁରୋଧ କରିଛନ୍ତି। କଣ କହିବ ଏଠାରେ କଣ ପାଣିକୁ ନେଇକି କଣ ଅସୁବିଧା ରହୁଛି? ଆଜ୍ଞା ଦେଖନ୍ତୁ, ଆମ ସୋରଡ଼ା ଅଞ୍ଚଳର ପାଣି ହେଉଛି ଗୋଟେ ଏକ ନମ୍ବର ପୁରା ପାଣି, ସଫା ପାଣି। ଆମର ପୁରା ଚାରିଆଡ଼ ଅଞ୍ଚଳକୁ ପାଣି ଯାଉଛି, କିନ୍ତୁ ଏବେ ଯେଉଁ ପରିସ୍ଥିତି ହେଇଛି ହେଲା, କହିଲେ ଦଳ ପଙ୍କ ସେ ସବୁ ପ୍ରକାର ଜିନିଷ ଭାସି ଯାଇକି ଯେଉଁ ଅଛି, ସେ ପାଣି ବିଷାକ୍ତ ହେଇଗଲାଣି। ତା ଦ୍ୱାରା ଆମର ଯେଉଁ ମତ୍ସ୍ୟଜୀବୀ ଲୋକ ଅଛନ୍ତି ହେଲା, ସେମାନଙ୍କୁ ମାନେ ମାଛ ମାଛ କିଛି ମିଳୁନି ଆଜ୍ଞା ହେଲା। ଆଉ ସରକାରକୁ ମଧ୍ୟ ଆମେ ଦରଖାସ୍ତ ଦେଇକି ଜଣେଇଛୁ। ଏବେ ଜାଲରେ କେତେ ମାଛ ପଡୁଛି? ଘର କେମିତି ଚଳୁଛି? ଏବେ ଆଜ୍ଞା ଘର 200, 300, 50, 100 ଆଜ୍ଞା ହଉଛି। ଘର ଚଳେଇବା ମୁସ୍କିଲ ହଉଛି। ଆগে କେମିତି ହଉଥିଲା? ଆଗେ ତ ଭଲ ମାଛ ପାଣି ଆସିବାର, ପାଣି ଯିବାର, ପୁରା ଡେଇଁକି ଯିବାର, ମାଛ ପାଣି ମିଳିବାର, 300, 400, 500, 1000 ହେବାର, ଲୋକ ପରିବାର ଚଳିବାର। କେମିତି ଚଳୁଛ? ଏବେ ପୁରା ଦାଦନ ଖଟିବାକୁ ଯିବାକୁ ପଡୁଛି ଆଜ୍ଞା। କଣ କରିବା, ମାଛ ଫାଛ କିଛି ତ ମିଳୁନି। ତଥାପି ଆଉ ଲୋକ ରହୁଡ଼ି ବାହାଣ କରୁଛନ୍ତି। ଆଉ ଯାହା 50, 100 ଯେତିକି ହେଲା ଆମେ ଚଳିବାକୁ। ବର୍ତ୍ତମାନ ନୂଆ ସରକାର ଆସିଛି, ଆମେ ବି ଦରଖାସ୍ତ 2 ଥର 3 ଥର ଦେଇଛୁ ହେଲା। ସେଥିପାଇଁ କଣ ସରକାର ତରଫରୁ କଣ ସାହାଯ୍ୟ ସହଯୋଗ ହେଲେ ଆମେ ଉପକୃତ ହବୁ, ଆଉ ବାହାର ଅଞ୍ଚଳକୁ ମଧ୍ୟ ଭଲ ଉପକୃତ ହେବେ, ପାଣି ପିଇବାଟା ଭଲ ହେବ। ସୁଦୀର୍ଘ ଜଳରାଶି ଯୁଆଡ଼େ ଦେଖିବେ ସିଆଡ଼େ ପାଣି ହିଁ ପାଣି। ଦେଖିବାକୁ ଯେତେ ସୁନ୍ଦର ସେତେ ମନଲୋଭା। ଏହି ଡ୍ୟାମ୍ ଉପରେ ନିର୍ଭର କରନ୍ତି ଆଖପାଖ ଅଞ୍ଚଳର ଅନେକ ଲୋକ। କିଏ ପିଇବା ପାଣି ପାଇଁ ତ କିଏ ପରିବାର ପ୍ରତିପୋଷଣ ପାଇଁ। ଏହି ଡ୍ୟାମ୍ରୁ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି ଶହ ଶହ ମତ୍ସ୍ୟଜୀବୀ। ସୋରଡ଼ା ଡ୍ୟାମ୍ରୁ ମିଳୁଥିବା ମାଛ ବି ବେଶ୍ ସ୍ୱାଦିଷ୍ଟ ଓ ଏହାର ରହିଛି ନିଆରା ଚାହିଦା। ଏଣୁ ସୋରଡ଼ା ସମେତ ବୁଗୁଡ଼ା, ବାଲିଘାଇ ଭଳି ଏକାଧିକ ଅଞ୍ଚଳର ମତ୍ସ୍ୟଜୀବୀ ଏଠାରୁ 2 ପଇସା ରୋଜଗାର କରନ୍ତି। ହେଲେ ଏବେ ମତ୍ସ୍ୟଜୀବୀଙ୍କୁ ଘାରିଛି ଚିନ୍ତା। ଆଗ ଭଳି ଏ ଡ୍ୟାମ୍ରୁ ମାଛ ମିଳୁନି, ଫଳରେ ପରିବାର ଚଳାଇବା ସମ୍ଭବ ହେଉନାହିଁ। ଜଳଭଣ୍ଡାରର ଅବସ୍ଥା ଦେଖନ୍ତୁ, ଅପରିଷ୍କାର ପାଣି ସହ ଦଳପଙ୍କ ଭର୍ତ୍ତି ହୋଇ ରହିଛି। ଖାଲି ସେତିକି ନୁହେଁ, ଜଳଭଣ୍ଡାର ଅନେକ ଦିନ ହେଲା ପୁନରୁଦ୍ଧାର ହୋଇନି। ଏମିତି ଅନେକ ଡଙ୍ଗା କୂଳରେ ପଡ଼ି ପଡ଼ି ଖତ ହେଲାଣି। ଦିନ ଥିଲା ଡ୍ୟାମ୍ର ମାଛ ଧରି ବଜାରରେ ବିକ୍ରି କଲେ 400ରୁ 500 ଟଙ୍କା ମିଳୁଥିଲା। ହେଲେ ଏବେ ଦିନକୁ 50 ଟଙ୍କା ମଧ୍ୟ ରୋଜଗାର ହେଉନି। ଫଳରେ କୂଳ ବ୍ୟବସାୟ ଛାଡ଼ି ଦାଦନ ମୁହାଁ ହେଉଛନ୍ତି ମତ୍ସ୍ୟଜୀବୀ। ଯଦି ଡ୍ୟାମ୍କୁ ପୁନରୁଦ୍ଧାର କରାଯାଇଥାନ୍ତା, ତାହେଲେ ଅନେକାଂଶରେ ମତ୍ସ୍ୟଜୀବୀଙ୍କ ସମସ୍ୟାର ସମାଧାନ ହୋଇପାରନ୍ତା। ଜୟ ବେହେରା ସାର୍, ଆଗରେ ଯେଉଁ ପ୍ରକାର ଆମ ବାପା ଗୋସାଇଁ ବାପା ଅମଳ ଯେତିକି ମାଛ ମିଳୁଥିଲା, ଏବେ ତାର ପୁରା 1% ମାଛ ନାହିଁ। ନଥିବା ଯୋଗୁଁ ପରିବାର ପୁରା ଆର୍ଥିକ ପୁରା ଡାଉନ୍। ମୋ ପୁଅ ବିଦେଶୀ, ମୋର ଦୁଇ ବୋଲ ବିଦେଶୀ, ସମ ବିଦେଶୀ ଯାଇ ଖଟିକିରି ଏବେ 100-150 ନେଇକି ପରିବାର ବଞ୍ଚୁଛୁ। ସେତିକି ଲୋକ ହେଲେ 4ଟା 5ଟା ଲୋକ ହେଲେ ଅଛି, ସବୁ 10 ଖଣ୍ଡ ଗାଁ ଭାଇ ଭିତରେ ବଞ୍ଚୁଛନ୍ତି। ସବୁ ପଳେଇଲେଣି ବିଦେଶୀ। ସରକାର ଯଦି ଜାହାଳ ଫାଳ ଟିକେ ଅଧିକ ଛାଡ଼ିବେ, ପାଣିଟାକୁ ଟିକେ ସୁବିଧା କରି ରଖିବେ, ବୋଲେ ସମସ୍ତଙ୍କର ଉପକୃତ ହେବେ, ସବୁ ଏଇଠି ଚଳିବେ। ଆଉ ପୁରା ଘାଇ, ପୁରା ପଙ୍କ ବି ପୁରା ଶୁଖି ରହିଛି। ଘାଇ ପୁରା ଅଧା ପୁରା ପଙ୍କ ମାଡ଼ି ପଡ଼ିଲାଣି। ଆପଣ ଦେଖୁଛନ୍ତି, ଆଉ ମୁଁ କ'ଣ କହିବି? ଧୁମ ଗାଡ଼ିଆ ସବୁ ମଝିରେ ଦେଉଛି। ନାଇଁ, ଟୋଟାଲ ନାହିଁ। ଜାଲ 50-100 ଟଙ୍କା। ଆଉ କ'ଣ କରିବୁ? ଆମ ପରିବାର ଯେମିତି ହେଲେ ତ ଲୁଣ ମର୍ଚ୍ଚ କରି ଖାଉ। ନା, ସରକାରଙ୍କୁ ଅନୁରୋଧ କରୁଛି, ଆର ଘାଇ ଉପରେ କ'ଣ ପଦକ୍ଷେପ ନେଇକିରି, ପାଣି ଉପରେ ଟିକେ ପଦକ୍ଷେପ ନେଇକିରି, ଜାହାଳ ଫାଳ ଟିକେ ଅଧିକ ଦେଇକିରି। ଆଉ ଆମର ହାତରୁ ହେଲେ ଲକ୍ଷ ଲକ୍ଷ ଟଙ୍କା ଜାହାଳ ଛାଡ଼ୁଛୁ, ସେତିକି ହେଲେ ଭାସି ପଳାଉଛି। ହାତରୁ 1,00,000 ଟଙ୍କା 1.5 ଲକ୍ଷ ଟଙ୍କା ଜାହାଳ ଛାଡ଼ୁଛୁ, ସେତିକି ହେଲେ ଭାସି ପଳାଉଛି। କାନୁ ବେହେରା। କଣ କହିବ, କେତେ ଦିନ ହେଲା ଏ ସବୁ ଅସୁବିଧା ଅଛି? ପରିବାର ଏବେ କେମିତି ଚଳୁଛି? ପରିବାର ବେଳେ ତ ଘାଇ ତ ସଦାବେଳେ ପାଣି ଶୁଖିକି ରହିଲା। ଯେଉଁ ଡ୍ୟାମ୍ରୁ ଆମର ପାଣି ନଦୀକି ଛାଡ଼ୁଛନ୍ତି, 1.5 ମାସ ପାଣି ଛାଡ଼ିଲେ
ଦେଢ଼ ପାଳସ ପାଣି ଛାଡ଼ିବା ଯୋଗୁଁ ଘାଇରୁ ଆମର ମାଛ ଯାହା ଥିଲା ସବୁ ନଦୀରେ ଭାସି ପଡ଼ିଲା। ଆମେ ଯେଉଁ କଷ୍ଟରେ ଚଳୁଛୁ ଆମେ ଜାଣିଛୁ। ଏ 10 ଖଣ୍ଡ ଗାଁ ପରିବାର ଯାହା ଚଳୁଥିଲେ ତାଙ୍କ କିଏ କେରଳ କିଏ ତାମିଲନାଡୁ କିଏ ମୂଲିଆ କାମ କିଏ କୋଉ କାମ ସବୁ କରୁଛନ୍ତି। ଏବେ ପାଖାପାଖି ଜାଲ ପକଉଛ ଟଙ୍କାଟେ ପୁଣି ବାହାରୁନି କିଛି ବି ବାହାରୁନି। 100 ଟଙ୍କା 150 ଟଙ୍କା ହଉଛି। 100 ଟଙ୍କା 150 ଟଙ୍କାରେ ପରିବାର କେମିତି ବଞ୍ଚବୁ ଆମେ? ଯାହା ବି କିଛି ବି ଆମେ ଏଠି ଘାଇରେ କାମ କରି ମୂଲ କାମ ବି କରୁଛୁ। ସରକାର ତ କିଛି କାହିଁ ସାହାଯ୍ୟ ଆମେ ଆଜି ପର୍ଯ୍ୟନ୍ତ କିଛି ଜାଣିପାରିଲୁନୁ। ଯାହା ଛାଡ଼ିବା ଅସୁବିଧା ହଉଛି ନା ସରକାର କଣ କହିଥିଲେ ପୂର୍ବଥର ଯେ ତମେ ଚାଷ କରିପାରିବନି କି ତମେ ମାଛ ମାରି ପାରିବନି, କିନ୍ତୁ ପିଢି ପିଢି ଧରି ତ ତମର ନାଇଁ ଆମୁଦିକି ସରକାର ମାଛ ମାରିବା କଥା କିଛି କହିନି। ତାଙ୍କେ ଖାଲି କହିଲେ ଯେ ତାଙ୍କେ ଯୋଉ କହିଲେ ପାଣି ଉପରେ ତମର କିଛି ଅଧିକାର ନାହିଁ। ତାଙ୍କୁ କହିଛନ୍ତି ଆମେ ବଞ୍ଚିବୁ ବୋଲି କେମିତି ବଞ୍ଚିବୁ? ଯାହା କିଛି ତ ସବୁ ଭାସି ପଳଉଛି। ଏ ଘାଇରେ ତ ଦଳ ପତ୍ର ଯେତେ ସଦାବେଳେ ଶୁଖିକି ରହିଲା। ପାଣି ଟିକେ ରହିଲେ ତ ମାଛ ଟିକେ ବଢିଲେ ତ ଆମେ ଉପକୃତ କିଛି ହେଇପାରୁନା। ଆମେ ଜାଣିଲାଠୁ ତ ମୁଁ ତ ଗୋଟେ ଏବେ 10 ବର୍ଷ କି 12 ବର୍ଷ ହବ ଘାଇରେ ମାଛ ମାରୁଛି। ତା ଆଗରୁ ଆମେ ଯୋଉ ବାପା ଦାଦା ଥିଲେ ତାଙ୍କେ ବି କହୁଥିଲେ ପାଣି ରହୁଥିଲା ମାଛ ବି ହଉଥିଲା। ଏବେ ମାଛ ନ ରହିବା ଯୋଗୁଁ ଦଳବଦଳ ମାଡ଼ି ଆସିଲାଣି ଘାଇରେ। ସେ ସକାଶେ ଆମକୁ କିଛି ବି ଏବେ ମାଛ ପାଣି ମିଳୁନି। ସରକାର ଅନୁରୋଧ କରୁଛୁ କିଛି ଆମକୁ ଯଦି ସହାୟତା ମିଳିଥାନ୍ତା ତାଙ୍କ ତରଫରୁ ଟିକେ ହେଲେ ଆମେ ଉପକୃତ କିଛି ହେଇପାରିଥାନ୍ତୁ। ଆମେ ତ କିଛି ଲୋନ୍ ଫୋନ୍ ସହାୟତା ନାହିଁ। ଆମେ ଆଉ କଣ କରୁ? ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବିପଦାଙ୍କ ରିପୋର୍ଟ ଅପରାହ୍ନ ଲାଇଭ୍।